ଆମେ ଏଇଟା କଣ କହନ୍ତି? ଟେଷ୍ଟ ଷ୍ଟାଣ୍ଡ। ଟେଷ୍ଟ ଟ୍ୟୁବ୍ ଷ୍ଟାଣ୍ଡ। ଏଇଟା କଣ? ଟେଷ୍ଟ ଟ୍ୟୁବ୍ ବା ପରୀକ୍ଷା ନଳୀ। ଏଇଟା କଣ? ଟେଷ୍ଟ ହୋଲ୍ଡର। ଟେଷ୍ଟ ଟ୍ୟୁବ୍ ହୋଲ୍ଡର। ହୋଲ୍ଡ ଧରିବା ତ ଆମେ ଯାହା ସାହାଯ୍ୟରେ ଟେଷ୍ଟ ଟ୍ୟୁବ୍ କୁ ଧରିକିରି ହୁଏତ କିଛି ରାସାୟନିକ ପ୍ରତିକ୍ରିୟା ଏଥିରେ କରେଇବା। କାରଣ କେତେବେଳେ ରାସାୟନିକ ପ୍ରତିକ୍ରିୟାରେ ତାପ ସୃଷ୍ଟି ହେଇଥାଏ। ଆମେ ଆମ ଘରେ ସବୁ ଚୂନ ଦିଆ ହୁଏ ତ ସେ ଚୂନ ପାଣି ପକେଇଦେଲେ ପାଣିରେ ପକେଇ ଫୁଟେ ତାପ ସୃଷ୍ଟି ହେଇଥାଏ। ତେଣୁ ଆମକୁ ଟେଷ୍ଟ ଟ୍ୟୁବ୍ ହୋଲ୍ଡର ଟେଷ୍ଟ ଟ୍ୟୁବ୍ ଧରିବା ଲାଗି ଟେଷ୍ଟ ଟ୍ୟୁବ୍ ହୋଲ୍ଡର ସାହାଯ୍ୟ କରିଥାଏ। ଆମ ହାତ ଆଉ ତାତିବନି। ତ ଏବେ ଆମେ ଏଥିରେ କିଛି ପାଣି ଏଇଟା କଣ କହନ୍ତି? ୱାଶ ବଟଲରେ କିଛି ପାଣି ନେଲେ ତା ସହିତ ଆମେ ପଟାସିୟମ ପରମାନେଟ୍ର କିଛି ଗୁଣ୍ଡ ମୁଁ ଏଥିରେ ରଖିଛି ନେଇକି ପକେଇବି। ଏବେ ଦେଖ ପାଣିର ରଙ୍ଗ କଣ ହେଲା? ଯୋଉ ସ୍ୱଚ୍ଛ ପାଣି ଥିଲା ତାର ରଙ୍ଗ ବଦଳିଗଲା। କେମିତି ରଙ୍ଗ ହେଲା? ବାଇଗଣିଆ ରଙ୍ଗ। ତ ପାଣି ସହିତ ଯୋଉ ପଟାସିୟମ ପରମାନେଟ୍ ମିଶିକିରି ରଙ୍ଗ ପରିବର୍ତ୍ତନ ହେଲା ଏ ପ୍ରକ୍ରିୟାଟାକୁ କହନ୍ତି ବିସରଣ। ହେଲା କୌଣସି ପଦାର୍ଥ ସହ ଅନ୍ୟ ପଦାର୍ଥର ସ୍ୱତ ମିଶ୍ରଣ ହଉଛି ବିସରଣ। ଆମେ ଜାଣିଛେ ଯଦି ଧୂପକାଠି ଗୋଟେ କଣାରେ ଲଗେଇ ଦଉ ଅନ୍ୟ କଣ ପର୍ଯ୍ୟନ୍ତ ବାସିଯାଏ। ତମେ କିଏ ସେଣ୍ଟ ଲଗେଇକି ଆସିଥିଲେ ବି ସାରା କ୍ଲାସ ମହକିଯାଏ କି ନାହିଁ? ତ ଏଇଟା ହଉଛି ବିସରଣ ପ୍ରକ୍ରିୟା। ଠିକ ଅଛି, ଆଜି ଏତିକି। ଆମେ ଆଉ ଅଲଗା ଦିନ ଆସି ଅଲଗା ପରୀକ୍ଷା କରିବା। ଠିକ ଅଛି, ଚାଲ ଯିବା। ବାୟୁର ଅମ୍ଳଜାନ ସଂସ୍ପର୍ଶରେ ଆସି ଜଳିତ ମ୍ୟାଗ୍ନେସିୟମ ସମସ୍ତେ ଦେଖ ମ୍ୟାଗ୍ନେସିୟମ ବାୟୁର ଅମ୍ଳଜାନ ସଂସ୍ପର୍ଶରେ ଆସି